नमस्कार। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। आसन्तु आरंभ करिबा आजिर ही सुंदर भिडियोटी। ओडिया भागवत लेखक जगन्नाथ दास, द्वितीय स्कंद, नवम अध्याय। सुख कहन्ति राजा आगे, तारा प्रसन्न अनुरागे। सुख उवाच, ଶୁଣ ନୃପତି ପୁଣ୍ୟ ଦେହା, ତୁ ମୋତେ ପଚାରିଲୁ ଯାହା। ବିଷ୍ଣୁର କ୍ରୀଡ଼ା ମାୟା ଗୁଣ, ସୃଷ୍ଟି ପାଳନ ସଂହରଣ। ଆତ୍ମା ମାୟାରେ ସୃଷ୍ଟି କରେ, ସେ ମାୟା କେବା କଳିପାରେ। ଏହା ଈଶ୍ୱର ମାୟା ବିନେ, ନ ଘଟେ ତତ୍ତ୍ୱ ଅନୁମାନେ। ଯେବେ ସେ ମାୟାରେ ମିଶଇ, ଏକୁ ଅନେକ ପ୍ରକାଶଇ। ସ୍ୱଭାବେ ମାୟା ବହୁ ରୂପୀ, ରୂପ ପ୍ରକାଶେ ସର୍ବବ୍ୟାପୀ। ସେ ରୂପେ ଥାଇ ସର୍ବଗୁଣେ, ମୋହି ମୋହର ପ୍ରାୟ ମଣେ। ଯେବେ ସେ ଭକ୍ତି ଯୋଗ କରେ, ତେବେ ମମତା ପରିହରେ। ସତ୍ୟ ପ୍ରକାଶେ ଯେବେ ଦେହେ, ନିଶ୍ଚିନ୍ତେ ଆତ୍ମା ରୂପେ ରହେ। କାଳ ମାୟାର ପରେ ରହି, ପର ଆପଣା ଭେଦ କାହିଁ। ମାୟାକୁ ରମେ ସତ୍ୟ ପ୍ରାୟେ, ସତ୍ୟ ଅସତ୍ୟ ଭେଦ ନୁହେଁ। ଆତ୍ମାର ତତ୍ତ୍ୱ ଶୁଦ୍ଧି ଅର୍ଥେ, କହିଲେ ବ୍ରହ୍ମାର ଅଗ୍ରତେ। ଯେଣୁ ସେ ଘୋର ତପ କରି, ଅନେକ କଷ୍ଟେ ପ୍ରାଣ ଧରି। ତପେ ତୋଷିଲା ଭଗବାନ, ତେଣୁ ପାଇଲା ଦର୍ଶନ। ନିର୍ମଳ ନିଷ୍କପଟ ଚିତ୍ତେ, ଯେଣୁ ଚିନ୍ତିଲା ହୃଦଗତେ। ଶୁଣ କହିବା ତୋ ଅଗ୍ରତେ, ବ୍ରହ୍ମାଙ୍କୁ ଦିଶିଲା ଯେ ମନ୍ତେ। ସେ ଆଦି ଦେବଗଣ ଗୁରୁ, ଭକତ ବାଞ୍ଛା କଳ୍ପତରୁ। ନିଜ ଭୁବନେ ସୁଖେ ଥିଲା, ଖେଳିବା ଅର୍ଥେ ବିଚାରିଲା। ଆତ୍ମାରେ ଆତ୍ମା ମାୟାଗ୍ରସ୍ତ, ପ୍ରପଞ୍ଚ ନିର୍ମାଣ ଯେ ମନ୍ତ। ନାଭିରୁ ପଦ୍ମ କଲା ଜାତ, ତହୁଁ ଜନ୍ମିଲା ଚତୁର୍ମର୍ଥ। ସେ ପୁଣି ଚିନ୍ତା ଭରେ ରହି, ପର ଅପର ନ ଜାଣଇ। ସୃଷ୍ଟି ବିଷୟ କି ପ୍ରକାର, ମନେ ଚିନ୍ତଇ ବେଦବର। ଚିନ୍ତା ବିକଳେ ଭାବେ ମନେ, ଶବଦ ଶୁଭିଲା ଗଗନେ। ଜଳେ କମଳ ମଧ୍ୟ ଥିଲା, ବେନି ଅକ୍ଷର ସେ ଶୁଣିଲା। କକାର ଆଦି ଯେ ଷୋଡ଼ଶେ, ପଞ୍ଚମିଶ୍ରିତ ଏକବିଂଶେ। ଶବଦେ ତପ ଉଚ୍ଚାରଣ, ନିଷ୍କିଞ୍ଚନଙ୍କ ନିଜ ଧନ। ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ, ନିରୋପି ଚାହିଁଲା ଗଗନେ। ଶୂନ୍ୟ କି ସୁଧା ଉଛୁଳିଲା, କିବା ଅମୃତ ବରଷିଲା। ଦିଗ ସହିତେ ଅନାଇଲା, କାହିଁ ସେ କିଛି ନ ଦେଖିଲା। ସେ ପୁଣି ରହି ନିଜ ସ୍ଥାନେ, ଆତ୍ମାର ହିତ ଚିନ୍ତି ମନେ। ଜାଣିଲା ଏ ପରମ ତତ୍ତ୍ୱ, ତପ ସାଧନେ ଦେଲା ଚିତ୍ତ। ଏ ମୋର ହିତ ବୋଲି ଜାଣି, ନିଶ୍ଚଳ ମନେ କୁଶ ପାଣି। ଅମୋଘ ଦୃଷ୍ଟି ସେ ବିଧାତା, ତପେ ବଢ଼ିଲା ତାର ଚିନ୍ତା। ଦେବବର ସେ 10 ଶତ, ତପେ ବସିଲା ଦୃଢ଼ ଚିତ୍ତ। ମନ ପବନ କଲା ବନ୍ଦୀ, 10 ଇନ୍ଦ୍ରିୟ ଗଣ ରୁଦ୍ଧି। ତପସ୍ୟା କଲା ଅତିରେକ, ଯହୁଁ ପ୍ରକାଶ ସର୍ବଲୋକ। ତପ ପ୍ରସାଦେ ନର ହରି, ମିଳିଲେ ନିଜ ରୂପ ଧରି। ସ୍ୱଲୋକ ସ୍ୱଗୁଣ ସହିତେ, ଦିଶିଲେ ବ୍ରହ୍ମାର ଅଗ୍ରତେ। ସେ ରୂପ ନ ଜାଣନ୍ତି କେହି, ମାୟା ସଂସାରେ ଦେହ ବହି। ବିଷ୍ଣୁ ପ୍ରସନ୍ନ ପ୍ରଜାପତି, ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି। ଶୂନ୍ୟ ବିଜୟ ଶଙ୍ଖଧାରି, ଅଶେଷ ଦେବେ ସ୍ତୁତି କରି। ଯାର ଶରୀରେ ରଜତମେ, ପଶି ନ ପାରନ୍ତି ସମ୍ଭ୍ରମେ। ଯେ ଅବା କାଳର ବିକ୍ରମ, ସେ ବା ହୋଇବ କାହିଁ କ୍ଷମ। ମାୟା ନ ପାରେ ପଶି ଯହିଁ, ରାଗ ଲୋଭାଦି ଭେଦ କାହିଁ। ବିମାନ ମଧ୍ୟେ ନାରାୟଣ, ବେଷ୍ଟିତ ପାରିଷଦ ଗଣ। ସର୍ବେ ଦିଶନ୍ତି ବିଷ୍ଣୁ ତେଜ, ସ୍ୱଭାବେ ଚାରି ଚାରି ଭୁଜ। ଶ୍ୟାମ ସୁନ୍ଦର ତନୁବର୍ଣ୍ଣ, ଅରୁଣ ପଙ୍କଜ ଲୋଚନ। ପୀତ ବସନ ପରିଧାନ, ସୁରୁଚି ସୁନ୍ଦର ବଦନ। ମଣି ପଦକ କଣ୍ଠ ଦେଶେ, କାମଗଞ୍ଜନ ନିଜ ବେଶେ। ପ୍ରବାଳ ବୈଦୁର୍ଯ୍ୟ କାନ୍ତି, ମୃଣାଳ ପ୍ରାୟ ଝଟକନ୍ତି। କିରୀଟ ଖଞ୍ଜିତ କପୋଳ, ଶ୍ରବଣେ ମକର କୁଣ୍ଡଳ। ତେଜେ ବିରାଜେ ନଭସ୍ଥଳୀ, ବିମାନ ପରେ ସର୍ବମିଳି। ଦିବ୍ୟକାମିନୀ ଗଣ ସଙ୍ଗେ, ବିଜୁଳି ଯେହ୍ନେ କଳା ମେଘେ। ଅଷ୍ଟ ବିଭୂତି ସଙ୍ଗ ମେଳେ, କମଳା ସେବେ ପାଦ ତଳେ।
ଦିବ୍ୟ ଦୋଳିକା ମଧ୍ୟେ ନାରୀ ପୁଷ୍ପ ବରଷି ସ୍ତୁତି କରି ହରିର ପ୍ରିୟ କର୍ମ ମାନ ଭ୍ରମରେ କରନ୍ତି ଗାୟନ। ହେମନ୍ତେ ବିଷ୍ଣୁ ନଭସ୍ଥଳେ ବ୍ରହ୍ମା ଦେଖିଲେ ନିଜ ଡୋଳେ ଯାହାର ନାମ ଶ୍ରୀପତି ଭକତ ଜନଙ୍କର ପତି କମଳାପତି ଯଜ୍ଞପତି ଜଗତପତି ସର୍ବଗତି। ସୁନନ୍ଦ ନନ୍ଦ ଆଦି ଯେତେ ପୂଜା ଉଚିତ ବଳି ହସ୍ତେ ପୂଜନ୍ତି କିଙ୍କର ସ୍ୱଭାବେ ମିଳି ସମ୍ଭ୍ରମେ ସର୍ବଦେବେ। ମୃତ୍ୟୁଙ୍କୁ ପ୍ରସନ୍ନ ବଦନ ଅରୁଣ ପଙ୍କଜ ଲୋଚନ କିରୀଟ କୁଣ୍ଡଳ ବିରାଜେ ପୀତବସନ କଟି ମଝେ। ଶ୍ରୀବତ୍ସ ଚିହ୍ନ ହୃଦୟ ସୋହେ ରୂପେ ଅଶେଷ ଜନ ମୋହେ ଅମୂଲ୍ୟ ସିଂହାସନେ ସ୍ଥିତି ବେଷ୍ଟିତ ପଞ୍ଚବିଂଶ ଶକ୍ତି ସ୍ୱଭାବେ ଐଶ୍ୱର୍ଯ୍ୟମୟ ଇତର ଜନେ ଅନିଶ୍ଚୟ। ସ୍ୱଧାମେ ସ୍ୱରୂପେ ରମନ୍ତି ଏଣୁ ସେ ଈଶ୍ୱର ବୋଲନ୍ତି ହେମନ୍ତ ରୂପ ବ୍ରହ୍ମା ଦେଖି ଉଠିଲେ ଆସନ ଉପେକ୍ଷି କୃଷ୍ଣ ଦର୍ଶନ ଆହ୍ଲାଦ ଅନ୍ତରେ ହୋଇ ଗଦ ଗଦ। ଲୋମହର ସେ ତନୁ ପୂର୍ଣ୍ଣ ପ୍ରେମାଶ୍ରୁ କଳଇଁ ଲୋଚନ ଶ୍ରୀକୃଷ୍ଣ ପାଦ ପଦ୍ମ ଚାହିଁ ନମିଲା ଶିରେ କର ଦେଇ। ଆନନ୍ଦ ସାଗରେ ବୁଡ଼ିଲା ଅଧିକେ ଆତ୍ମା ପାଶୋରିଲା ଅତି ଆନନ୍ଦେ ପ୍ରେମ ସୁଖେ ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ। ପ୍ରଜା ସର୍ଜନେ ତାର ମନ ଜାଣିଲେ ପ୍ରଭୁ ଭଗବାନ। ବ୍ରହ୍ମା ବଦନ ହରି ଚାହିଁ ଈଶିତ ହାସ୍ୟ ବାକ୍ୟ କହି ଆତ୍ମାର ପ୍ରିୟ ପ୍ରାୟ କରି ବ୍ରହ୍ମାର କର କରେ ଧରି। ଭଗବାନ ଉବାଚ ହେ ବେଦ ଗର୍ଭ ସୃଷ୍ଟି ଅର୍ଥେ ତୁମ୍ଭେ ଯେ ତୋଷ କଲ ମୋତେ ଅତି ଦୁସ୍ତର ଘୋର ତପେ ତେଣୁ ମୁଁ ତୋହର ସମୀପେ। ସ୍ୱଭାବେ ଯୋଗୀକୁ ଦୁର୍ଲଭ ତୋତେ ମୁଁ ହୋଇଲି ସୁଲଭ ସର୍ବମଙ୍ଗଳ ହେଉ ତୋର ଦୃଢ଼ ଚିତ୍ତରେ ମାଗ ଭର। ମୋହର ଦର୍ଶନ ଯେବେ ପ୍ରାଣିଲ ଭଇ ପୁଣ୍ୟ ଭାବେ ତାହାର ଶ୍ରେୟ ପରିଶ୍ରମ ଅନ୍ତରେ ହୋଏ ଆତ୍ମାରାମ। ଗଗନେ ଶୁଣି ମୋ ବଚନ ତୁ ଯେତ ପରେ କଲୁ ମନ କର୍ମ ବିଭ୍ରମ ଦେଖି ତୋତେ ମୁଁ ଯେ ଡାକିଲି ଶୂନ୍ୟ ପଥେ ବୋଇଲି ଦୃଢ଼େ ତପ କର ମୁଁ ତୋତେ ହୋଇବି ଗୋଚର। ମୋର ହୃଦୟ ତପ ଜାଣ ତପ ମୋ ଆତ୍ମାଟି ପ୍ରମାଣ ତପେ ମୁଁ ସୃଷ୍ଟି କଲି ହେଳେ ଅନ୍ତେ ସଂହରେ ତପ ବଳେ। ତପର ବଳେ ଏ ଜଗତ ମୁହିଁ ପାଳହିଁ ଅବିରତ ହେମନ୍ତେ ବିଷ୍ଣୁ ମୁଖ ଶୁଣି ବିଧାତା କହେ ସ୍ତୁତି ବାଣୀ। ବ୍ରହ୍ମା ଉବାଚ ହେ ନାରାୟଣ ଭୂତେଶ୍ୱର ପ୍ରାଣୀ ହୃଦୟ ତୁମ୍ଭ ଘର ହୃଦୟ ପଦ୍ମ ମଧ୍ୟେ ଥାଉ ପ୍ରାଣୀଙ୍କି ଉପଦେଶ ଦେଉ। ଏଣୁ ମୋହର ମନ ଜାଣି ଯେ ଜ୍ଞାନ ଦେଲେ ଚକ୍ରପାଣି ଅନାଥ ନାଥ ତୋ ମହିମା କେ ଜାଣି ପାରେ ଗୁଣ ସୀମା। ମୁଁ ତୋର ଚରଣେ କିଙ୍କର ଏ ମତେ ଆଜ୍ଞା ମୋତେ କର। ରୂପ ଅରୂପ ତୋର ଯେତେ ଏ ସୃଷ୍ଟି କରୁ ତୁ ଯେ ମନ୍ତେ। ଯେ ମାୟା ଯୋଗେ ସୃଷ୍ଟି କରୁ ନାନା ପ୍ରକାରେ ଶକ୍ତି ଧରୁ ଏ ସୃଷ୍ଟି ସ୍ଥିତି ସଂହାରଣ ଯେ ମନ୍ତେ ହେଉ ତୁ କାରଣ। ସ୍ୱତନ୍ତ୍ର ସୂତ୍ରେ ଉନ୍ନ ଲାଭି କ୍ରୀଡ଼ଇଁ ଯେହ୍ନେ ମନେ ଭାବି। ତେମନ୍ତ ବୁଦ୍ଧି ଦିଅ ମୋତେ ଏ ସୃଷ୍ଟି କରଇ ଯେ ମନ୍ତେ। ସୃଷ୍ଟି ସଂକଳ୍ପେ ମୋର ଇଚ୍ଛା ତୁ ନାଥ କହ ସୃଷ୍ଟି ଦୀକ୍ଷା। ତୁମ୍ଭର ଶିକ୍ଷା ଘେନି ଚିତ୍ତେ ସୃଷ୍ଟି କରିବି ଅବିରତେ। ସୃଷ୍ଟିକରଣେ ଭଗବାନ କେବେହେଁ ନାହିଁ ମୋର ଜ୍ଞାନ ତୋ ଅନୁଗ୍ରହ ଯେବେ ମୋତେ ତୁ ନାଥ ବସ ମୋର ଚିତ୍ତେ। ହେ ହରି ସଖା ପ୍ରାୟ କରି ତୁ ଯେ ମୋହର କର ଧରି। ସେ ଅହଙ୍କାର ମୋର ମନେ ନୋହିବ ହେବ ତୋ ଅର୍ଚ୍ଚନେ। ଯାବତ ପ୍ରଜା ସଙ୍ଗେ ଜନ କରିବି ଉତ୍ତମ ମଧ୍ୟମ। ମୁଁ ଅଜ ସ୍ୱତନ୍ତ୍ର ମୋ ଭାବ ହେମନ୍ତ ନୋହିବ ମୋ ଗର୍ବ। ହେମନ୍ତ ବ୍ରହ୍ମାର ବଚନ ଶୁଣି କହନ୍ତି ଭଗବାନ। ଭଗବାନ ଉବାଚ ଶୁଣ ବିଧାତା ମୋ ବଚନ ଯେଣେ ଲଭିବୁ ସୃଷ୍ଟି ଜ୍ଞାନ। ଯେ ଭକ୍ତି ଯୋଗ ମୋ ସମ୍ମତ ଅଟହିଁ ଅତ୍ୟନ୍ତ ଗୁପତ। ସୃଷ୍ଟି ସର୍ଜନା ଅଙ୍ଗ ଯେତେ ହରଷେ କହୁଁ ତୋ ଅଗ୍ରତେ। ଯେମନ୍ତେ ସ୍ୱରୂପ ମୋ ହୋଇ ସ୍ୱଭାବେ ରୂପ ଗୁଣ ଯେହିଁ
ଯେ କର୍ମ ମାନ ମୁହିଁ ବହେ, ସେ ତତ୍ତ୍ୱ ବିଜ୍ଞାନ ତୋ ଦେହେ। ପ୍ରସରୁ ମୋର ଅନୁଗ୍ରହେ, ଜଗତ ଯେନେ ମୋର ଦେହେ। ସୃଷ୍ଟିର ଅଗ୍ରେ ମୁହିଁ ଏକ, ମୋ ତହୁଁ ପ୍ରସରେ ଅନେକ। ସତ ଅସତ ପର ମୁହିଁ, ଯେ ଅବଶେଷ ଶେଷ ରହି। ଏଣୁ ଏ ଆଦି ମଧ୍ୟ ଅନ୍ତେ, ମୋ ତହୁଁ ଅନ୍ୟ କେ ଜଗତେ। ଅର୍ଥକୁ ଛାଡ଼ି ଯାର ବସେ, ପ୍ରତୀତ ହୁଅଇଁଆ ଭାସେ। ମାୟା ପ୍ରକାଶେ ସେ ପ୍ରମାଣେ, ଗଗନେ ଯେହ୍ନେ ଜ୍ୟୋତିର୍ଗଣେ। ଯେମନ୍ତେ ସ୍ଥୂଳ ସୂକ୍ଷ୍ମ ଭୂତେ, ପ୍ରବେଶ ପଞ୍ଚ ମହାଭୂତେ। ଛାଡ଼ି ବସନ୍ତି ପୁଣ ପୁଣ, ମୋ ମାୟା ଶରୀରେ ତେସନ। ଆତ୍ମା ସର୍ବଦା ସର୍ବଠାବେ, ଅନ୍ୱୟ ବ୍ୟତିରେକ ଭାବେ। ଏହା ଜାଣନ୍ତି ତତ୍ତ୍ୱଜ୍ଞାନୀ, ମାୟା ସଂସାରେ ମନୁ ମାନି। ତୋର ପ୍ରସ୍ତାବେ ପ୍ରଜାପତି, କହିଲି ସୃଷ୍ଟି ଯଥାଗତି। ଯେଝା ବିଚାର ଅନୁମାନେ, ଯେ ସର୍ବକାଳ ବିଦ୍ୟମାନେ। ଏ ମୋର ତତ୍ତ୍ୱଜ୍ଞାନ ବଳେ, ଧର ତୁ ସମାଧି ନିଶ୍ଚଳେ। କଳ୍ପ ବିକଳ୍ପେ ତୋର ଚିତ୍ତ, କେବେହେଁ ନୋହୁ ବିମୋହିତ। ଶୁକ ଉବାଚ। ଏ ରୂପେ ପ୍ରଭୁ ଭାବଗ୍ରାହୀ, ବ୍ରହ୍ମାଙ୍କୁ ସୃଷ୍ଟି ତତ୍ତ୍ୱ କହି। ତକ୍ଷଣେ ବ୍ରହ୍ମାର ଅଗ୍ରତେ, ଗୋବିନ୍ଦ ଗଲେ ଶୂନ୍ୟ ପଥେ। କୃଷ୍ଣ ନ ଦେଖି ପ୍ରଜାପତି, ଅନେକ ମତେ କଲା ସ୍ତୁତି। କର ଅଞ୍ଜଳି ଶିରେ ଦେଇ, ଅନେକ ଭାବେ ଭାବ ବହି। ବିଶ୍ୱ ସର୍ଜିଲା ବିଷ୍ଣୁ ତେଜେ, ପୂର୍ବର ପ୍ରାୟ ନାନା ବୀର୍ଯ୍ୟେ। ସେ ପ୍ରଜାପତି ଧର୍ମପତି, ଯମ ନିୟମେ ଦେଲା ମତି। ପ୍ରଜା କଲ୍ୟାଣ ଚିନ୍ତା କରି, ଆତ୍ମାର ହିତ ମନେ ଧରି। ବ୍ରହ୍ମାର ସମାଧି ନିଶ୍ଚଳ, ଦେଖି ନାରଦ ମୁନିବର। ପୁତ୍ରଙ୍କ ମଧ୍ୟ ପ୍ରିୟତମ, ବିନୟ ସେବାରେ ସେ ପୂର୍ଣ୍ଣ। ବ୍ରହ୍ମାର ମନ ତୋଷ କଲେ, ବିଷ୍ଣୁର ମାୟା ଜାଣିବାରେ। ପିତାର ମନ ତୋଷ ଜାଣି, ବିନୟ ଭାବେ ମୁନିମଣି। ପୁଛିଲେ ପିତାର ଅଗ୍ରତେ, ତୁ ଯାହା ପଚାରିଲୁ ମୋତେ। ନାରଦ ବାକ୍ୟେ ବେଦବର, ହରି ମହିମା ଅଗୋଚର। ଯେତେ କହିଲେ ସୃଷ୍ଟି ଅର୍ଥେ, ମାୟାର ମହିମା ଯେମନ୍ତେ। ଜାଣିବା ଅର୍ଥେ ମହାମୁନି, କହି ବିଧାତା ହେଲେ ତୁନି। ବ୍ରହ୍ମା ନାରଦ ପ୍ରଶ୍ନ ଯେତେ, କହିଲି ତୋହର ଅଗ୍ରତେ। ରାଜନ ସାବଧାନେ ଶୁଣ, ଏ ଭାଗବତର ପ୍ରମାଣ। 10 ଲକ୍ଷଣେ ଏହା ଜାଣି, ଯେ ବା କହିଲେ ପରିମାଣି। ଏ କଥା ସରସ୍ୱତୀ ତଟେ, ନାରଦ ବ୍ୟାସଙ୍କ ନିକଟେ। ଏବେ ମୁଁ ତୋହର ଅଗ୍ରତେ, କହିଲି ପଚାରିଲୁ ଯେତେ। ଏମନ୍ତେ ପରୀକ୍ଷିତ ମେଳେ, ଶୁକ କହିଲେ ଗଙ୍ଗା କୂଳେ। 10 ଲକ୍ଷଣେ ଭାଗବତ, କହଇଁ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ନବମ ଅଧ୍ୟାୟ ସମାପ୍ତ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।